ଗଳ୍ପର ଶୀର୍ଷକ ଶବ୍ଦ ସବୁ ହଜିଯିବା ପରେ। ନୀଳିମା ଦର୍ପଣ ଆଗରେ ଠିଆ ହେବାକୁ ଚେଷ୍ଟା କଲା, ମାତ୍ର ସିଧା ହୋଇ ଠିଆ ହେଇ ପାରିଲା ନାହିଁ। ଗୋଡ଼ ଟଳମଳ ହେଉଛି, ନୂଆ ଠିଆ ହୋଇ ଚାଲିବାକୁ ଚେଷ୍ଟା କରୁଥିବା ପିଲାଟିଏ ପରି। ସେ ନିଜକୁ ସମ୍ଭାଳିବାକୁ ଯାଇ ଖଡ଼ର ବାଡ଼କୁ ଧରିଲା ଜୋର କରି। ଲଗାତାର ଜ୍ୱର, ଗୋଟେ ନିସ୍ତେଜପଣ ତାକୁ କ୍ରମଶଃ ବିଛଣାଲଗା କରିଦେଇଥିଲା। ଗୋଟେ ଦୁର୍ବଳତା ତାକୁ ଗ୍ରାସି ପକାଉଥିଲା, ସୂର୍ଯ୍ୟ କିମ୍ବା ଚନ୍ଦ୍ରକୁ ରାହୁ କି କେତୁ ଗ୍ରାସ କଲା ପରି। ସେ ଖୁବ୍ ଚିଡ଼ଚିଡ଼ା ହୋଇଯାଇଥିଲା। ତାକୁ କ୍ରମଶଃ ଭଲ ନ ହେବାର ଧାରଣାଟେ ବଦ୍ଧ ହେଉଥିଲା। ସବୁ ଭିତରେ ଯେମିତି ସେ ନିଜେ ହଜିଯିବ, ଗୋଟେ ଭୟ ତାକୁ ଖାଇ ଗୋଡ଼ଉଥିଲା। ଆଜିକାଲି ତାର ପୁଅ ବେଶୀ ଜାଗି ହୁଏ, ବେଶୀ ଜିଦ୍ଦି କରେ, ବେଶୀ କଳି କରେ, ବେଶୀ ଯୁଝେ, ବେଶୀ ସ୍ନେହ ଆଦର ପାଇବାକୁ ମା ପାଖରେ ଜିଦ୍ କରି ଆବଶ୍ୟକତାଠାରୁ ଅଧିକ ଲାଳସାରେ ମା ଛାତିରେ ଜାକି ହୁଏ। ନୀଳିମା ଛାଟି ହୋଇ ପଡ଼େ ଦୂରକୁ, ସମସ୍ତଙ୍କ ଠାରୁ, ନିଜଠାରୁ, ନିଜର ଆନ୍ତରିକତା ଠାରୁ, ପୁଣି ଅନ୍ତରଙ୍ଗତା ଠାରୁ ମଧ୍ୟ। ତାକୁ କ୍ରମଶଃ ଗୁଡ଼ାଏ ଭୟ ଆକ୍ରମଣ କରିଦେବା ଆରମ୍ଭ କରିଦେଇଥିଲା। ତାକୁ ସବୁ ଯେମିତି ଚୂନା କରିଦେବ, ଏଇ ଭୟ ତାର ମନୋବଳକୁ ଭାଙ୍ଗି ପକାଉଥିଲା। ଏବଂ ସୁସ୍ଥ ନ ହେବାର ଅବସ୍ଥା ଦେଖି ମାଧବ ମଧ୍ୟ ଖୁବ୍ ଆତଙ୍କିତ ହୋଇପଡ଼ୁଥିଲା। ମାଧବ ଜଣେ ଡାକ୍ତର ଠାରୁ ଆଉ ଜଣେ ଡାକ୍ତର ପାଖକୁ କ୍ରମଶଃ ଦୌଡ଼ୁଥିଲା। ପାଥୋଲୋଜିରୁ ଘର, ଘରରୁ ଡାକ୍ତରଖାନା, ଏମିତି ଘାଣ୍ଟି ହେଉଥିଲା ଗଲା କେଇଦିନ ହେଲା। ଶେଷକୁ ଡାକ୍ତର କହିଲେ ବାୟୋପ୍ସି କରିବା। ସେଦିନ ମାଧବ ଓ ନୀଳିମା ଦୁହିଁକୁ ମୁହଁ କରି ବସିଥିଲେ କପୋତ ଓ କପୋତୀ ପରି। ନୀଳିମାକୁ କ୍ୟାନ୍ସର ବୋଲି ଜଣାପଡ଼ିବା ମାତ୍ରେ ମାଧବ ଖସି ପଡ଼ିଥିଲା ଚେୟାରରୁ ଚଟାଣକୁ। ମାତ୍ର ନୀଳିମାର ଆଖିରେ ଲୁହ ନଥିଲା, ବରଂ ଥିଲା ଗୋଟେ ଦୁର୍ବଳ ବିସ୍ଫୋରିତ ଦୃଷ୍ଟି, ଯାହା ଥିଲା ସ୍ଥିର, ଏଣ୍ଡୁଅର ଆଖି ପରି ଢିମାଢିମା, ପଥର ପରି ଗୋଲ। ନୀଳିମା ଅସମ୍ଭବ ଭାବରେ ଜୀବନକୁ ଭଲ ପାଇବାକୁ ସେଇ ମୁହୂର୍ତ୍ତରେ ଇଚ୍ଛା ହେଲା। ଆହୁରି ଢେର ବର୍ଷ ବଞ୍ଚିଯିବାର ଆଗ୍ରହ ତାକୁ ତୀବ୍ର କରିଦେବାକୁ ଚାହିଁଲା। ଜିଇଁଯିବାକୁ, ଆହୁରି ଆଗ୍ରହର ସହ ଉପଭୋଗ କରିବାକୁ ତା ଚାରିପାଖର ଦୁନିଆକୁ। ସେ ଦେଖିନେବାକୁ ଚାହେଁ ତା ହାତ ପାହାନ୍ତାରେ ମିଳୁଥିବା ବିଭିନ୍ନ ରକମର ଗଛ, ପତ୍ର, ଫୁଲ ଓ ଫଳମାନଙ୍କୁ। କଞ୍ଚା ପାଚିଲା ସବୁ ଫଳର ସ୍ୱାଦ ସେ ଚାଖି ନେବାକୁ ଚାହେଁ। ଦେଖିନେବାକୁ ଚାହେଁ ମଣିଷର ଦେହ, ମନ, ଅନ୍ତରଙ୍ଗ ଅନୁଭବମାନଙ୍କୁ। ପଶୁ, ପକ୍ଷୀ, ଜୀବଜନ୍ତୁ, କୀଟ, ପତଙ୍ଗ, ତାକୁ ଆହୁରି ଦେଖିବାକୁ ଯେମିତି ବହୁତ ଇଚ୍ଛା ହେଲା। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଆଉଥରେ ଦେଖିନେବାର ଉଗ୍ର ଆଗ୍ରହରେ ସେ ଦଳିମକଚି ହୋଇଯାଉଥିଲା। ଜିଇଁବାର ମୋହ, ମୃତ୍ୟୁ ସହ ଅହରହ ଯୁଦ୍ଧରେ ପୋଷପୋଷ ହୋଇ ଶୁଖିଯାଉଛି ତାର ରକ୍ତ, ଜଳିଯାଉଛି ତାର ରକ୍ତ କଣିକା, ରକ୍ତକୋଷ, ସରିଯାଉଛି ଯେମିତି ତାର ଜୀବନ, ତାର ଭନ, ତାର ଭୋକ, ତାର ଶୋଷ, ମାନ, ଅଭିମାନ, ଅପମାନର ସବୁ ଦାଗ ଆଉ ସବୁ ସମ୍ପର୍କ। କେବଳ ଗୋଟିଏ କଥା, ସେ ଜିଇଁବାକୁ ଚାହେଁ, ବଞ୍ଚି ରହିବାକୁ ଚାହେଁ, ଆଉ କେଇ ବର୍ଷ, ଆଉ କେଇ ମାସ, ଆଉ କେଇ ଦିନ ନିଜର ସମ୍ପର୍କମାନଙ୍କର ବଳୟ ଭିତରେ। ମଣିଷ କେଡ଼େ ଅସହାୟ। ତାର ଜିଇଁବା ପାଇଁ ତାର ସବୁ କଳା କୌଶଳ, ନୀତି ନିୟମ ଯେମିତି ଶେଷ ହୋଇଯାଏ କେଉଁ ଛଟକରେ ପାଣି ଫଟକା ପରି। ଡାକ୍ତରଖାନାରୁ ଘର, ବିଛଣାରୁ ଅଗଣା ଯାଏ ଜୀବନ ଯେମିତି ସୀମାବଦ୍ଧ ହୋଇଯାଇଥିଲା ନୀଳିମାର। ଆଖିରେ ଆଖିଏ ସ୍ୱପ୍ନ, ଆଖିରେ ଆଖିଏ ବିଶ୍ୱାସ, ଆଖିରେ ଆଖିଏ ପ୍ରେମ। ସେ ବୁଝି ଯାଇଥିଲା ଯେ ସେ ଦିନ କେଇଟାର ଅତିଥି। ସବୁ ଅପୂର୍ଣ୍ଣତାରୁ ତାକୁ ପୂର୍ଣ୍ଣତା ଖୋଜିବାକୁ ପଡ଼ିବ, ନିଜକୁ ଖୋଜିବାକୁ ପଡ଼ିବ ତା ଚାରିପାଖରେ ବେଢ଼ିଥିବା ସବୁ ଅସୁସ୍ଥତାକୁ ଡେଇଁ। ମାଧବ ନଥିଲା ସେଦିନ ଘରେ। ଆଜିକାଲି ରୋଗ ଭୋଗେ ନୀଳିମା, ମାତ୍ର ଯନ୍ତ୍ରଣା ଭୋଗେ ମାଧବ। ନୀଳିମା ଜିଇବା ପାଇଁ ଆଗ୍ରହ ଅସମ୍ଭବ ଥିଲାବେଳେ, ମୃତ୍ୟୁ ସହ ଯୁଦ୍ଧ କରୁଥିଲା ବେଳେ ମାଧବ ତାକୁ ଜିଆଇ ରଖିବାର ବ୍ୟଗ୍ର ନିଶାରେ ବ୍ୟସ୍ତ ଥିଲା। ସ୍ୱାମୀ ସ୍ତ୍ରୀ ଭିତରେ କେତେ ଝଗଡ଼ା, କେତେ କଳି, କେତେ ମାନ, କେତେ ଅଭିମାନ, କେତେ ମନାନ୍ତର, କେତେ ମତାନ୍ତର। ଆଜି ସବୁ ଯୁଦ୍ଧ ଝଗଡ଼ା ଦିଶୁଥିଲା ପାଣି ଫଟକା ପରି, ଯେମିତି ମିଳେଇ ଯାଉଛି ଗୋଟେ ବର୍ଷା ଧାରାରେ ଫୁଟୁକୁଥିବା ପାଣି ଫଟକା। ବର୍ଷାର ତାଣ୍ଡବରେ ତିଆରି ଗୋଟେ ରିମଝିମ୍ ନାଦ ତିଆରି କରୁଥିବା କୃତ୍ରିମ ନାଳ, ଯାହା ଗୋଟାଏ ଋତୁ ପରେ ଶୁଖିଯାଏ ଆପେ ଆପେ, କେବେ କିଛି ନଥିଲା ପରି। ମାଧବ ଝଡ଼ି ଯାଇଛି, ଗାଲ ପଶିଯାଇଛି, ପୁଳାଏ
କଳା ଧଳା ଦାଢ଼ି ମୁହଁକୁ ଢାଙ୍କି ପକାଇଛି। ପୁଳାଏ ଅଯତ୍ନ ବର୍ଦ୍ଧିତ କେଶ ରଙ୍ଗହୀନ ହୋଇଯାଇଛି। ନା ଠିକ୍ରେ ଖିଆପିଆ, ନା ଠିକ୍ରେ ଶୋଇବା, ନା ମାନ, ନା ଅପମାନ, ନା ଅଭିଯୋଗ। କିଛି ନାହିଁ ଯେମିତି, ସବୁ କେଉଁଠି ହଜିଯାଇଛି। ସେ ସମୟକୁ ତାଳ କରି ପାଦ ମିଶାଇ ଧାଉଁଛି ଦ୍ରୁତ ବେଗରେ, ନିଜକୁ ଖୁବ୍ ଦ୍ରୁତ ଓ ଚଞ୍ଚଳ କରିଦେଇ। ଦିନେ କାହା ପାଖରେ ହାତ ପତାଉ ନଥିବା ମାଧବ ଆଜି ହାତ ପତାଉଛି ଚିହ୍ନା ଜଣା ନିଜ ସମ୍ପର୍କୀୟମାନଙ୍କ ପାଖରେ। ସରିଯାଇଛି ତାର ସଞ୍ଚୟ, ସରିଯାଇଛି ସବୁ ହାତ ଉଧାରି, ସବୁ ଯୋଜନାର ପୂର୍ବ ନିର୍ଦ୍ଧାରିତ ସମୟରୁ ଭଙ୍ଗା ସରିଛି ସଞ୍ଚୟ। କାହାର ମାନ, କାହାର ଅପମାନ, କାହାର ଦୟା, କାହାର ତାଚ୍ଛଲ୍ୟ ଆଜି ଅର୍ଥହୀନ ମାଧବ ପାଇଁ। କେବଳ ଗୋଟିଏ କଥା, ସେ ବଞ୍ଚାଇ ରଖିବାକୁ ଚାହେଁ ନୀଳିମାକୁ, ଆଉ ସେ ବଞ୍ଚାଇ ରଖିବାକୁ ଚାହେଁ ନୀଳିମାକୁ। ଶୋଇବାକୁ ବ୍ୟାକୁଳ ମାଧବ ଚିରକାଳେ ଟିକେ ସୁସ୍ତିଆ ଏବଂ କାମଠକ। ଆଜି କିନ୍ତୁ ସେ ଧାଉଁଛି ଚଞ୍ଚଳ ବେଗରେ, ଦ୍ରୁତ ଗତିରେ, କେବଳ ନୀଳିମାକୁ ବଞ୍ଚାଇ ରଖିବାର ନିଶାରେ। କାନ୍ଥରେ ମାଧବ ଓ ନୀଳିମାର ଫଟୋ। ବାହାଘରର ପ୍ରଥମ ବର୍ଷ ପୁରୀ ସମୁଦ୍ର କୂଳରେ ଫଟୋ। ପାଣିରେ ଲହଡ଼ି ଭିତରେ ଦୁହେଁ ଦୁହିଁଙ୍କୁ ଜଡ଼େଇ ଧରିଛନ୍ତି ଅତି ନିବିଡ଼ ଭାବରେ, ଅତି ଅନ୍ତରଙ୍ଗ ଭାବରେ। ନୀଳିମାର ଅଣ୍ଟା ତଳେ ଥିଲା ମାଧବର ହାତ, ଆଉ ନୀଳିମାର ଦୁଇ ହାତ ଥିଲା ମାଧବର ଗଳାରେ। ଦୁଇ ପଟକୁ ଜାବୁଡ଼ି ଧରିଥିଲା ଆବେଗର ସହ। ମାଧବ ସେତେବେଳେ ଥିଲା ଡଉଲ ଡାଉଳ, ନୀଳିମା ଥିଲା ଖୁବ୍ ପତଳା ନହକା ଦେହ। ମାଧବ କହେ, ଝିଅମାନେ ମୋଟି ହେଲେ ବେଶୀ ସେକ୍ସି ଦିଶନ୍ତି, ତୁମେ ମୋଟି ହୁଅ। ପୁଅ ରହିବା ପରଠାରୁ ନୀଳିମା ମୋଟି ହେଲା ଯେ ଆଉ କମିଲା ନାହିଁ, ବରଂ ବଢ଼ିଲା ସମୟକ୍ରମେ ଦେହରେ ଚର୍ବି। ନୀଳିମାକୁ ଜମା ଭଲ ଲାଗେ ନାହିଁ କେହି ମୋଟି କହିଦେଲେ। ଅନ୍ୟମାନେ ତାକୁ ମୋଟି କହିଲେ ସେ ନିଜକୁ ଦର୍ପଣ ଯାଇ ଭଲ କରି ଦେଖେ। ନା, ସୁନ୍ଦର ତ ଦିଶୁଛି, ନିଜକୁ ନିଜେ କହେ ଏବଂ ଖୁସି ମଧ୍ୟ ହୁଏ। ଆଜି ସରିଯାଉଛି ସମୟ, ସରିଯାଉଛି କୋଉଠି ପ୍ରେମ, କୋଉଠି ଦୟା, କୋଉଠି ଘୃଣା, କୋଉଠି ମାନ, କୋଉଠି ଅପମାନ। ଆଜି ପ୍ରତିଶୋଧର ତୀବ୍ର ଉଦ୍ବେଗ, ସବୁ ନିଃସର୍ତ୍ତରେ କୁଆଡ଼େ ହଜିଯାଉଛି। ବ୍ୟାକୁଳ ନୀରବତାର ନୀରବ ପ୍ରାର୍ଥନାରେ ପୁଳାଏ ଆଶା, ପୁଳାଏ ଆଶ୍ୱାସନା ଭିତରେ ନୀଳିମା ଠିଆ ହୋଇଛି କିଛି ଦୂରକୁ, ଦୂର ହୋଇ ଦିଶୁଥିବା ଝରକା କଡ଼ରେ ପଥର ପ୍ରତିମା ପରି। ଝରକା ସେପଟେ ଅଛି ଆକାଶ ଛୁଉଁଥିବା କୃଷ୍ଣଚୂଡ଼ାର ରକ୍ତବର୍ଣ୍ଣ ଭରା ବଣ, ପୁଳାଏ ଦାନା ଖୁଣ୍ଟୁଥିବା ପକ୍ଷୀ ଚାକୁଣ୍ଡା ଗଛର ତଳେ, ଚାକୁଣ୍ଡା ଗଛରେ ଗଛାଏ ଗୋଲାପୀ ବାସ୍ନାହୀନ ଫୁଲ, ଝାଉଁଳି ପଡ଼ିଥିବା ଦ୍ୱିପହରର ପତ୍ର ଗହଳରେ କୋଇଲିଟେ କୁହୁତାନ କରୁଛି ରହି ରହି। ଚାକୁଣ୍ଡା ଗଛର ଡାହିରେ ଦିଟା ଟାୟାର ଲଗା ଦୋଳିରେ ଓହଳି ପଡ଼ିଛନ୍ତି ଅଧାଲଙ୍ଗଳା କାଳିଆ ପିଲା କେଇଟା। ଆବୁରୁ ଜାବୁରୁ ତେଲୁଗୁ ଭାଷାରେ କେତେ କ'ଣ ମଜା କଥାବାର୍ତ୍ତା ହେଉଛନ୍ତି, ଦୋଳି ଖେଳୁଛନ୍ତି। ଆହା, ଜୀବନ କେତେ ସୁନ୍ଦର। ସରିଯାଉଛି କି ତାର ଜୀବନ? ନୀଳିମା ସତରେ କ'ଣ ହଜିଯିବ ନୀଳ ଆକାଶର ନୀଳ ସମୁଦ୍ର ଭିତରେ? ସତରେ କ'ଣ ନୀଳିମା ହଜିଯିବ ନୀଳ ପାହାଡ଼ର ନୀଳ ପବନ ଭିତରେ? ନୀଳ ରଙ୍ଗର ଅସମାପ୍ତ ଢେଉ କ'ଣ ହଜାଇଦେବ ନୀଳିମାକୁ? ହଠାତ୍ ତାକୁ ଅପରାହ୍ନ ଭାରି ଖାଁ ଖାଁ ଲାଗିଲା। ଖାଇ ଗୋଡ଼େଇଲା ତାର ଶୋଇବା ଘର। ସେ ବ୍ୟସ୍ତ ବିବ୍ରତ ହୋଇ ଯାଇ ଖୋଲିଲା ତା ୱାର୍ଡରୋବ୍ର ଚାବି। ଦୁଇ ଦରଜାକୁ ଖୋଲି ଉଣ୍ଡାଳିଲା ପୁଳାଏ ଲୁଗା, ଏବେ ମଧ୍ୟ ଅଧା ନୂଆ। ଅନେକ ନୂଆ ଲୁଗା ମଧ୍ୟ ସେଇଠି ରହିଛି, ଯାହା ଜରି ଛଡ଼ା ଯାଇନାହିଁ, କଢ଼ା ଯାଇନି ମୂଲ୍ୟ ନିର୍ଦ୍ଧାରିତ ଟ୍ୟାଗ ଶାଢ଼ୀରୁ। ପୁଳାଏ ଡ୍ରେସ୍। ନୀଳିମା ଖୁବ୍ ଭଲ ପାଏ ବିଭିନ୍ନ ରକମର ଡ୍ରେସ୍ ପିନ୍ଧିବାକୁ। ନିଜକୁ ସବୁବେଳେ ଅପ୍ ଟୁ ଡେଟ୍ ରଖେ ସମୟ ସହ ତାଳ ଦେଇ। ମାତ୍ର ଆଜିକାଲି ନାଇଟି ଛଡ଼ା କିଛି ମଧ୍ୟ ପିନ୍ଧିପାରେ ନାହିଁ। ମୁଣ୍ଡରୁ ଉଲୁରି ପଡ଼ୁଛି ଚୁଟି, ଆଉ ନାହିଁ କହିଲେ ଚଳେ। ଯେମିତି ନଡ଼ିଆ କତାରୁ ଗୁଣ୍ଡ ଗୁଣ୍ଡ ରୁଆ ରୁଆ ହୋଇ ଗୁଣ୍ଡ ଝରିବା ପରି ମୁଣ୍ଡରୁ ସବୁ ବାଳ ଉତୁରି ଯାଇଛି। ମୁଣ୍ଡ ବର୍ତ୍ତମାନ ନଣ୍ଡା। ନିଜକୁ ସେ ନୁଚାଏ ନିଜଠାରୁ, ପୁଅଠାରୁ, ସ୍ୱାମୀଠାରୁ, ସମସ୍ତଙ୍କଠାରୁ। ସେ କ୍ରମଶଃ ଏକା କରି ଦେଉଥିଲା ନିଜକୁ। ବେଡସିଟ୍ର ତଳେ, ବାଥରୁମ୍ର ବେସିନ୍ ପାଖରେ, ନିଜର ପାପୁଲି ଭିତରେ, ନିଜର ଲୁହ, ନିଜର ଦୁଃଖ, ନିଜର କ୍ଷୋଭ ଓ ଯନ୍ତ୍ରଣା ଓ ଅସହାୟତାମାନଙ୍କୁ ନିଜ ପାଖରେ ଦୃଢ଼ କରି ଦେଉଥିଲା। ପୁଣି ଆଶ୍ୱାସନା ଦେଉଥିଲା ବଞ୍ଚି ରହିବା ପାଇଁ, ଅନ୍ୟମାନଙ୍କଠୁ ଲୁଚାଇବା ପାଇଁ। ନିଜକୁ ସାମର୍ଥ୍ୟ କରୁଥିଲା ଅନ୍ୟମାନଙ୍କ ଆଗରେ ସାମ୍ନା କରିବା ପାଇଁ। ଉଣ୍ଡାଳି ବାଛିଲା ଗାଢ଼ ଖଇରୀ ରଙ୍ଗର ନୂଆ ସୂତା ଶାଢ଼ୀ ଖଣ୍ଡେ। ବହୁଦିନ ପରେ ପିନ୍ଧିଲା ଅନ୍ତବାସ। ବ୍ଲାଉଜ, ସାୟା ସବୁ ଗଳଗଳ ଢିଲା। ସେ ସେଫ୍ଟି ପିନ୍ ମାରି ଟାଇଟ୍ କଲା ବ୍ଲାଉଜ। ପୋଷେ ତାଜା ରକ୍ତ, ପୋଷେ ସତେଜ ସୁଖ ଲୋଡ଼ା ତାର ମୁଠାଏ ଉଲ୍ଲାସ ଭରା ଜୀବନଟେ ପାଇଁ। ଆଜି ଖୋସି ଖୋଜିବାକୁ ବ୍ୟଗ୍ର ନୀଳିମା। ଯିବା ପାଇଁ କେତେ ତୀବ୍ର ବ୍ୟାକୁଳତା ଆଜି ସେ ବୁଝିପାରୁଛି। ସେ ନିଜକୁ ସଜ କଲା। ନିଜ ଡ୍ରେସିଂ ଟେବୁଲର ଡ୍ରରୁ ବାହାର କଲା ଫାଉଣ୍ଡେସନ୍, କ୍ରିମ୍, ହ୍ୱାଇଟନର୍ ଏବଂ ଲିପଷ୍ଟିକ୍।
एमिति भी खूब सुंदर दिसी पारे से। एटा तो एबेकार लाटेस्ट बॉलीवुड फैशन गला कई दिन डांसर देखी अनेक मॉडल मान नंडा ही चली पारे। ए स्थिति को सेमती निया जाई पारे कही चुटकी बजे दर्पण को छाड़ी आसी ठिया हला दांड पोखरारे नीलिमा, जोठी माधवर अधाखिया जलखिया प्लेट और अईठा चा कप थुआ होता टीपे उपरे। सेठी तार भाई बसी पढ़ुला खबर कागज, चटाण रे ता भाउज बसी काटुला परिबा। दुहे नीलिमा पाई घर छाड़ी आसी रही सेमान तार प्रिय मनीष। एमती किछि निशर्त भल पाए पाखरे मनीष सबुकाले बांधी हो पड़े बिना जंजीर निश्चय। दुहे नीलिमा को एपरी हठात देखि स्तब्ध हो गले। ठिया ही पड़ी गोटे उत्साह उद्वेगे ता भाई आसी कही पकेला, तू केते सुंदर दिशुचुलो देई। नीलिमा हसिला गोटे मिठा हस। ता भाई कुंडे पकाउची। खूब खुशी हेले एमती आत्मरही ता देई को से कुंडे पकाए। नीलिमा हसिला गोटे शुष्क हस आउ थरे। धारे लुह झरी आसिला गाल देई ता बेक आड़कू। आना तार भाउज परिबा कटा हाथ को कानी रे पोछि पकाई काली आंगुल रे बुंदाए कला आनी कपाळ कोड़कू टिपाट करी लगेई देला नंडा मुंडरे। काहार नजर न लगु तुमटी देई आन्ना कहिला टिपा लगाओ लगाओ। काहार उदास भाव पचारिले नीलिमा। जार भी हो जीवन को मृत्युर तुम्हें आम पाई अनन्या दे तुमर तुलना है दीदी। तुम्हें शीघ्र भल हो जाओ, तुम्हें खुशी रे रुह। आखिरे आखिए लुह आखिरु झरी जाउची झरझर है लुह नीलिमार। अवदमित कुहकु आ चापी हो नथिला। तापर सब जेमती शून्य हो गला। से मूर्छित हो गला कई घंटा पर जेतेबेले से निजको आविष्कार कला से थिला माधवर छाती उपरे। कुनी छुआटे परी शोइथिला। निजर नंडा मुंड थिला माधवर डाहाण गाल उपरे। माधव साउली देला तार नंडा मुंड को अजस्र गेलरे पोति पकेला तार टांगरा मुंड को। लाज लागिला नीलिमा को। से लाज लाज हो मुह को गुंजी देला माधवर लोमस छाती रे। माधव आउथरे श्रद्धारे गाढ़ चुंबनटे दे कहिला नीलिमा को, तुम्हें दुनियार सबुठार श्रेष्ठ सुंदरी, तुम्हें सबुठार सुंदरतम श्रेष्ठ नारी नीलिमा। चारि पाखरे थिला गोटे शून्य नीरवता जा ढांकी पकेला सबु किछु को। पुଳାଏ शब्दहीन शून्यता स्तब्ध करदेला सेदिन अपराह्न मानकू। धन्यवाद।